ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ। ଗୁଡ଼ବଗାରୁ ସୁକୁଟାପାଲି ଛକ ପର୍ଯ୍ୟନ୍ତ ବିଜେପିର ବିରାଟ ମୋଟର ସାଇକେଲ ରାଲି ଅତବିରାର ପୂର୍ବତନ ବିଧାୟକ ନିହାରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଗୁଡ଼ବଗା ଛକରୁ ସୁକୁଟାପାଲି ଛକ ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ୍ ରାଲିରେ ପ୍ରାୟ ଶହ ଶହ ବିଜେପି କର୍ମୀ ସାମିଲ ଥିଲେ। ବାଇକ୍ ରାଲି ଗୁଡ଼ଭଗାରୁ ବାହାରି ଅତାବିରା ଦୁର୍ଗା ମନ୍ଦିରକୁ ପହଞ୍ଚିଥିଲା। କଂଗ୍ରେସ ଛାଡ଼ି ପଦ୍ମ ଧରିଥିବା ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଦୁର୍ଗା ମନ୍ଦିରକୁ ଯାଇ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ମାଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ପରେ ବିଜେପି କର୍ମୀମାନେ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ। ଏହି ବାଇକ୍ ରାଲି ସୁକୁଟାପାଲି ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ୍ ରାଲିରେ ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁ, କାଉନସିଲର ଦୀପକ ରାୟ, ଦଶରଥ ଭୋଇ, ଅଶ୍ୱିନୀ ତ୍ରିପାଠୀ, ପପୁନ ପ୍ରଧାନ, ଜିତୁ ଭୋଇ, ପ୍ରମୋଦ ରଥ ପ୍ରମୁଖ ଯୋଗ ଦେଇଥିଲେ। ତେବେ କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ନିହାରଞ୍ଜନ ମହାନନ୍ଦ। ସତରେ କ'ଣ ଅତାବିରା ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ତ? ଶଙ୍ଖର ଶବ୍ଦ ଆସୁଛି ନା ପଦ୍ମ ଫୁଟୁଛି ତାହା ଯେ ନିର୍ବାଚନ ସମୟ ହିଁ କହିବ। ବରଗଡ଼ରୁ ପବିତ୍ର ମହରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।